ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲ ମରମ ଚୋରା ଚାଲାଣ ପ୍ରତିବାଦରେ ଧାରଣାରେ ବସିଲେ ସରପଞ୍ଚ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲ କିଛି ମାଫିଆ ଲଗାତାର ଭାବେ ମରମ ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି। ଗତ ମଙ୍ଗଳବାର ଦିନ ବୋରିପଦର ଗ୍ରାମ୍ୟ ଜଙ୍ଗଲରୁ ଜେସିବି ମେସିନ୍ ସହାୟତାରେ ମରମ ଖୋଳି ଟ୍ରାକ୍ଟର ଯୋଗେ ଚୋରା ଚାଲାଣ କରାଯାଉଥିବା ବେଳେ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ ଉକ୍ତ ଟ୍ରାକ୍ଟର ଓ ଜେସିବି ମେସିନ୍କୁ ଅଟକାଇ ଦିଗପହଣ୍ଡି ତହସିଲଦାର, ବନାଞ୍ଚଳ ଅଧିକାରୀ, ପୋଲିସ ଥାନା ଏବଂ ବ୍ରହ୍ମପୁରସ୍ଥିତ ଖଣି ବିଭାଗ ଅଧିକାରୀଙ୍କୁ ଫୋନ୍ ଯୋଗେ ଜଣାଇଥିଲେ। କନିଷ୍ଠ ଖଣି ଅଧିକାରୀ ସୌମ୍ୟରଞ୍ଜନ ନାୟକ ଏବଂ କିଛି ପୋଲିସ ଅଧିକାରୀ ସେଠାରେ ପହଞ୍ଚି ତଦନ୍ତ ନ କରି ଗାଡ଼ିଗୁଡ଼ିକ ତଲାସିଙ୍ଗି ଗ୍ରାମ ନିକଟରେ ଟ୍ରାକ୍ଟରରୁ ମରମ ଢାଳି ଦେଇ ଟ୍ରାକ୍ଟର ଓ ଜେସିବିକୁ ଛାଡ଼ି ଦେଇଥିବା ନେଇ ସରପଞ୍ଚ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ କଲେ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିବ ବୋଲି ସରପଞ୍ଚ ବୁଧବାର ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଥିଲେ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ସରପଞ୍ଚ ଗୁରୁବାର ପୂର୍ବାହ୍ନରେ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ଦେଇଥିଲେ। ତହସିଲଦାର ସନ୍ତୋଷ କୁମାର ସାହୁ ସେଠାରେ ପହଞ୍ଚି ତାଙ୍କୁ ଧାରଣା ଦେବାରୁ ନିବୃତ୍ତ କରାଇ କାର୍ଯ୍ୟାଳୟ ସଭାଗୃହକୁ ଡାକି ନେଇଥିଲେ। ସେଠାରେ ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ, ବ୍ରହ୍ମପୁର ଖଣି ବିଭାଗର ଅଧିକାରୀ ବୃନ୍ଦ, ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଇଞ୍ଜିନିୟର ଭୀମା ରାଓ, ରେଞ୍ଜର ଦିବ୍ୟରଞ୍ଜନ ସାହୁ, ଫରେଷ୍ଟର ସନ୍ତୋଷ ବିଷୟୀ ରତ୍ନ ଓ ଦିଗପହଣ୍ଡି ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ତାଙ୍କ ସହ ସବିଶେଷ ଆଲୋଚନା ଓ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଥିଲେ ସରପଞ୍ଚ ମନୋରଞ୍ଜନ ଗୌଡ଼। ଜାଣିଥିବେ ମୁଁ କାଲି ସୋସିଆଲ ମିଡ଼ିଆରେ କିଛି ଗୋଟେ ଭିଡ଼ିଓ ମୋର ଫେସବୁକ୍ ପେଜ୍ରେ ପଠାଇଥିଲି। ପରଦିନ ମୋ ପଞ୍ଚାୟତରେ ଗୋଟେ କଣ୍ଟ୍ରାକ୍ଟର ଗୋଟେ ଫରେଷ୍ଟ ଲ୍ୟାଣ୍ଡରୁ ସେ ବେଆଇନ ଭାବେ ମରୁଡ଼ି ଚାଲାଣ କରୁଥିଲା। ସେ ସମୟରେ ମୁଁ ମାଇନ୍ସବାଲାକୁ ଖବର ଦେଇଥିଲି, ତହସିଲଦାର ସାର୍ଙ୍କୁ ଖବର ଦେଇଥିଲି ଏବଂ ସେଦିନ ମାଇନ୍ସବାଲା ଆସିବାରେ ବିଳମ୍ବ ହେବାରୁ ସେ ଗାଡ଼ିକି ଅଟକାଇଥିଲୁ। ପର ସମୟରେ ମାଇନ୍ସବାଲା ପୋଲିସକୁ ପଠାଇଥିଲେ, ପୋଲିସ ପଠାଇ ଗାଡ଼ି ସିଜ୍ କରି ନେଇକି ଯାଇଥିଲେ ଏବଂ ସେ ଯେଉଁ କଣ୍ଟ୍ରାକ୍ଟର ପର ସମୟରେ ସେ ଗାଡ଼ିକୁ ସେ ଚଞ୍ଚକତା କରି ଧରିକି ପଳାଇଥିଲେ। ତାର ପ୍ରତିବାଦରେ ଯେହେତୁ ଗୋଟେ ବେଆଇନ ଜାଗାରୁ ମାଇନ୍ସ ଶହ ଟ୍ରିପ୍ ଚାଲାଣ ହେଉଥିଲା ମାନେ ମରୁମ୍, ତାର ପ୍ରତିବାଦରେ ମୁଁ ଆଜି ଧାରଣା ବସିଥିଲି ଏବଂ ଆମ ଅଞ୍ଚଳରେ ମେଗା କମ୍ପାନୀ ଯେଉଁ ଡ୍ରିଙ୍କିଂ ୱାଟର ସପ୍ଲାଇ ଦେଉଛି ପିଇବା ପାଣି, ସେ ଦୀର୍ଘ 2-3 ବର୍ଷ ହେଲା ଆମ ଅଞ୍ଚଳରେ ବିଭିନ୍ନ ଗାଁରେ ପଞ୍ଚାୟତରେ ମେଗା ପ୍ରୋଜେକ୍ଟ କାମ କରେ। ସିଏ ପଞ୍ଚାୟତ ଯାହା କାମ କରୁଛି ସେ ଯାକ ମଧ୍ୟ ସେ ସମୟ କାମ କରିବା ସମୟରେ ଜେସିବି ଲଗାଇ ସେ ପଞ୍ଚାୟତର ଡ୍ରିଙ୍କିଂ ୱାଟର ସପ୍ଲାଇ ଯାଉ ସେ ଅଚଳ କରିଦେଇଛି। ବର୍ତ୍ତମାନ ମେଗା ନାଁରେ ଦୀର୍ଘ 2 ବର୍ଷ ହେଲା ପଞ୍ଚାୟତରେ ବିଭିନ୍ନ ପଞ୍ଚାୟତରେ ଲୋକମାନେ ପାଣି ପାଇପାରୁନାହାନ୍ତି, ଯାହାଦ୍ୱାରା ଲୋକମାନେ ଖରାଦିନେ ବହୁତ ହଇରାଣ ହେଉଛି। ତା'ର ଉତ୍ତରଦାୟୀ ହେଉଛି ସରପଞ୍ଚ। ଏସବୁ ପ୍ରତିବାଦ ନେଇକି ମୁଁ ଆଜି ତହସିଲ ଅଫିସ୍ ଆଗରେ ଧାରଣା ବସିଥିଲି। ମୁଁ ଧନ୍ୟବାଦ ଦେବି ତହସିଲଦାର ସାର୍ଙ୍କୁ, ସାଙ୍ଗେ ସାଙ୍ଗେ ଇମିଡ଼ିଏଟଲି ସେ ଆକ୍ସନ୍ ନେଇକରି ବିଭିନ୍ନ ଯେଉଁମାନେ RWSS ଏବଂ ମାଇନ୍ସବାଲା, ପୋଲିସ ଆଉ ଫରେଷ୍ଟବାଲାକୁ ଡାକି ଗୋଟେ ଜଏଣ୍ଟ ଗ୍ରିଭେନ୍ସ କରିଥିଲେ। ସେ ଗ୍ରିଭେନ୍ସରେ ଆଜି ଆମେ ଆଲୋଚନା ହେଇଛି। ଯେଉଁ କଣ୍ଟ୍ରାକ୍ଟର ସେଠୁ ବେଆଇନ ଭାବେ ମରୁମ୍ ଚାଲାଣ କରନ୍ତି ତାକୁ ଗୋଟେ ମୋଟା ଅଙ୍କର ଫାଇନ୍ ପଡ଼ିଛି ଏବଂ ତହସିଲଦାର ସାର୍ ଆମର ମେଗାକୁ ସେ ଆଜି ତାଙ୍କର ଅଫିସିଆଲ ଗୋଟେ ଚିଠି କରିବେ। ସେ ତୁରନ୍ତ ୟା ଉପରେ ପ୍ରତିକାର ନେବେ, ନହେଲେ ଆଗାମୀ ଦିନରେ ବଡ଼ ଆକ୍ସନ୍ ନେବେ ବୋଲି ତହସିଲଦାର ସାର୍ ଆଜି ମୋତେ ପ୍ରତିଶ୍ରୁତି ଦେଇଛନ୍ତି। ମାଇନ୍ସବାଲା ମଧ୍ୟ ପ୍ରତିଶ୍ରୁତି ଦେଇଛି ଆଗାମୀ ଦିନରେ ମାଇନ୍ସ ଯେଉଁ ଅଫିସର ମାନେ ଲୋକାଲରେ ରହୁନଥିଲେ ତ ଆଜି କମିଟମେଣ୍ଟ କରିଛି ଦିଗପହଣ୍ଡି ତହସିଲ ଅଫିସରେ ତାଙ୍କର ଗୋଟେ ତହସିଲଦାର ତାଙ୍କୁ ଗୋଟେ ଘର ଦେବେ, ସେଠି ତାଙ୍କର ଅଫିସ୍ ମଧ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସହିତ ଆଜି ସେ ମାଇନ୍ସ ଅଫିସର ମଧ୍ୟ ଗୋଟେ କମିଟମେଣ୍ଟ କଲେ ତହସିଲଦାରଙ୍କ ସାମ୍ନାରେ, ଯେହେତୁ ଯେଉଁ ପଞ୍ଚାୟତରେ ମଧ୍ୟ ମାଇନ୍ସ ତାକୁ ମରୁମ୍ କି ବାଲି କି ପଥର କାଢ଼ିବାର ଅନୁମତି ଦେବ ତାହେଲେ ପଞ୍ଚାୟତରୁ NOC ଆଣିବା ପାଇଁ ମଧ୍ୟ ବାଧ୍ୟତାମୂଳକ କଲେ। ଯେହେତୁ ମୁଁ ମଧ୍ୟ ତାଙ୍କୁ ଡିମାଣ୍ଡ ରଖିଥିଲି, ଯେହେତୁ ଯେଉଁ ପଞ୍ଚାୟତରେ ମାଇନ୍ସବାଲା ଯାଇକରି ବାଲି ପଥର ଏସବୁ କାଢ଼ିବାକୁ ଅନୁମତି ଦେଇଛନ୍ତି ସେଠି ଲୋକାଲ ସରପଞ୍ଚର କିଛି ଇନଭଲ୍ଭ ରୁହେନି, ଯାହାଦ୍ୱାରା ମୋ ପଞ୍ଚାୟତରେ ଯେଉଁ ଘଟଣା ହେଲା ସେୟା। କିନ୍ତୁ ମୋ ପଞ୍ଚାୟତରେ ଯେଉଁ କଣ୍ଟ୍ରାକ୍ଟର ବେଆଇନ ଭାବେ ଯେଉଁ ମରୁମ୍ ନେଇକି ଯାଉଥିଲା ଆମେ ପ୍ରତିବାଦ କଲୁ। ପର ସମୟରେ ଗାଡ଼ି ଅଟକାଇକରି ପୋଲିସକୁ ହ୍ୟାଣ୍ଡ ଓଭର କରୁଥିଲୁ, କିନ୍ତୁ ସେ ଦୁର୍ଭାଗ୍ୟର ବିଷୟ ସେ କ'ଣ ହେଲା ତାକୁ ରାସ୍ତାରେ ମାଇନ୍ସବାଲା ଏବଂ ପୋଲିସ ଯେଉଁ ଗାଡ଼ି ଯାକୁ ଛାଡ଼ି ଦେଇଥିଲା। ତାର ପ୍ରତିବାଦ କରି ମୁଁ ଆଜି ଧାରଣାରେ ବସିଥିଲି ଏବଂ ମୋର ଡିମାଣ୍ଡ ଥିଲା ଯେକୌଣସି ପଞ୍ଚାୟତରେ ସରପଞ୍ଚମାନଙ୍କ ବିନା NOCରେ ମାଇନ୍ସବାଲା କୌଣସି ଜିନିଷ କାର୍ଯ୍ୟକାରୀ କରିବନି, ସେଇଟା ଆଜି ମୋତେ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ତା ସହିତ ସେ କଣ୍ଟ୍ରାକ୍ଟରଙ୍କୁ ମୋଟା ଅଙ୍କରେ ଗୋଟେ
90,000 टका फाइन पकई एवं आगामी दिन में जे माइंस वाला जो ब्रह्मपुर की परिचालित करता ऑफिस जेहेतु ये दिगपंड अपॉइंट होती दिगपंड ऑफिस करी 7 दिन भितर बसिया तहसीलदार तक निर्देश आमर कैठकंटीर सरपंच महोदय मनोरंजन गौड़ महोदय सी गोटे 12 तारिख रे एक्चुअली सी पंचायत अधीन गोटे जगह किसी गोटे जेसीबी लगी किसी मोरम एक्सकावेशन हबार गोटे खबर पाइला पर सी आमर जे माइनिंग जूनियर माइनिंग अफसर तांको खबर देते परवर्ती मुहूर्ते फॉरेस्ट डिपार्टमेंट को खबर देते एवं से माने पुलिस को माइनिंग अफसर खबर देला पर पुलिस आसी से गाड़ी तांकर तनखी करथिले एवं तापर सब्सिक्वेंटली तांकर अभियोग थिला जे से गाड़ी परवर्ती मुहूर्ते छाड़ी देथिले बर्तमान सी काली गोटे अभियोग देथिले एवं आज भी सी आछि आम आगे डेमोन्स्ट्रेशन करथिले आम ऑफिस आगे आगु देकी नोटिस देथिले आमे तांको बर्तमान डिस्कशन पे डाकिथिलु माइनिंग अफसर आम पाखक आसीथिले फॉरेस्ट डिपार्टमेंट ऑफिशियल रेंज अफसर आसीथिले एवं थानारू मध्य आईएससी को प्रतिनिधि मध्य आसीथिले समस्त ने आम गोटे डिस्कशन कलु गोटे कम्युनिकेशन गैप से जो लोक जी एक्सकावेशन करूला मोरम सेटा होची गोटे डिपार्टमेंटल काम जोटा कि आपनकर मेगा वाटर सप्लाई प्रोजेक्टर काम चली एवं तांकर कहवा कथा से समय रे से गोटे अंडरटेकिंग देइथिला जे नाइ एटा जे डिपार्टमेंटल काम मु आगुरु खबर जदिवा देनी किंतु डिपार्टमेंट काम पे नौची एवं तापरे से अनुसार से ताकू छाड़ी देइथिले एवं सब्सिक्वेंटली ताकू से गोटे 40,000 टंकार फाइन पकई गोटे गाड़ी पाई एवं परवर्ती आउ गोटे गाड़ी पाई मध्य फाइन पकेबार बंदोबस्त तांकर अछि से केस रेकर्ड तैयारी करिसंती ताकू मध्य 50,000 गोटे पेनाल्टी जोटा कलेक्शन है नहीं से भी ताकू खूब शीघ्र कलेक्शन करदेवे से जहाँ कहते माइनिंग अफसर एवं आमे आज गोटे जेहेतु समस्त आम गोटे कोऑर्डिनेशन मीटिंग करदेलु आम सब डिपार्टमेंट सहित बेसिकली फॉरेस्ट एंड आम माइनिंग ऑफिशियल सहित जे आमे जितेबले आउ टिके माने आमर जो तनखी कार्यक्रमटा आम टिके जोरजार करवा एवं आउ गोटे भल कथा है आमर आगुरी भी जिलापालंकर निर्देश थिला आमे जूनियर माइनिंग अफसर को आम ऑफिस रे गोटे ऑफिस चैम्बर भी तांको अलर्ट कर देइछु सी टिके आम पाखरे इठी हेडक्वार्टर रहिले तांको आउ टिके लॉजिस्टिक सपोर्ट टिके माइनिंग अफसर देबे बोली कहिसंती देले आउ टिके जोरजार माने आमर कौन इन्स्पेक्शन एवं ये हो पार एनफोर्समेंट हो पार एवं मोटामोटी भाव आम समस्ते आज निष्पत्ति नेलु जेकोसी जो कंप्लेन आम पाक आसो आम ताको त्वरित पदक्षेप नेबु आम भितर समन्वय रक्षा करके पदक्षेप एवं से सरपंच महोदय आउ गोटे भी अभियोग थिला जे जो से बहुत धीरे रे काम करुछि मेगा पाइप सप्लाई जो कामटा ताकू मध्य आम पाखे से अभियोग दाखल कर आम तदारख करूँ केमती कामटा ठीक क्वालिटी हम आम पदक्षेप नेबु आम समस्त आह्वान दूँ जेकोसी लोक जेको समय आमको खबर देले आम लोक पाखे पहुँचापी गोटे समन्वय रक्षा कर पहुँचबू त्वरित पदक्षेप नेबु।